এই গছକୁ ଦେଖି ବହୁ ଜିନିଷ ଶିଖିବାର ଅଛି। ଦିନ ସମୟ ଥିଲା ଆର ଗଛ ଡାଳ ପତ୍ର ସବୁ କିଛି ଥିଲା, ପରିବାର ଥିଲା। ଦେଖନ୍ତୁ ଆଜି ତାର ପରିବାର ନାହିଁ। ସକାଳୁ ପୁରୀର ଭିଉ, ମନ୍ଦିର ରହିଲା ସାମ୍ନାରେ ଜଗନ୍ନାଥ ମନ୍ଦିର। ତ ଆମେ ଏବେ ଯାଉଛୁ ଭୋଗ କିଣାକିଣି କରିବାକୁ। ତ କାଲି ରାତିରେ ଆସୁ ଆସୁ ଲେଟ୍ ହେଇଗଲା, 12ଟା ରାତି ହେଇଗଲା। ତ ଏବେ ପୁରା ବଡ଼ଦାଣ୍ଡରେ ପୁରା ଲୋକ ଭିଡ଼ ହେଇଗଲାଣି। ତ ସାମ୍ନାରେ ଦେଖିପାରୁଥିବେ ଅନନ୍ତ କୋଟି ବ୍ରହ୍ମାଣ୍ଡର ମାଲିକ ଯିଏ ପ୍ରଭୁ ଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ଧାମ ପୁରୀ। ତ କେମିତି ଦେଖାଯାଉଛି ଆମ ମନ୍ଦିର ସବୁବେଳେ। ଆଜି ଗୋଟେ ବହୁତ ଭଲ ଦିନ, ରାମନବମୀ। ତ ଆଉ ଜଗନ୍ନାଥ ଧାମ ତ ଏଇଠି ଚାଲିଛି ସକାଳ ଦର୍ଶନ ଜଗାର। ତ ଆଜି ହେଉଛି ସ୍ୱୟଂ ଭଗବାନ ରାମଚନ୍ଦ୍ରଙ୍କର ଜନ୍ମଦିନ, ରାମନବମୀ। ତ ଆମର ରହିଲା ଜଗନ୍ନାଥ ମନ୍ଦିର। ଏଭ୍ରିୱାନ୍ ଜୟ ଜଗନ୍ନାଥ, ଗୁଡ୍ ମର୍ଣ୍ଣିଂ। ଆପଣଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ଫ୍ରେଶ୍ ବ୍ଲଗ୍ରେ। ତ କାଲି ଏମିତି ଆସୁଥିଲା, ଆମେ ପୁରୀ ଲେଟ୍ ହେଇଲା ରହିଯାଇଥିଲୁ। ସକାଳୁ ସକାଳୁ ଆସିଛୁ ମନ୍ଦିର ଦର୍ଶନ କରିବାକୁ। ତ ଆଜି ହେଉଛି ମାନେ ରାମଙ୍କର ଜନ୍ମଦିନ, ରାମନବମୀ। ତ ଆପଣମାନେ ସମସ୍ତଙ୍କୁ ମୋ ତରଫରୁ ରାମନବମୀର ହାର୍ଦ୍ଦିକ ଅଭିନନ୍ଦନ। ତ ରାମନବମୀ ଭଳିଆ ଦିନରେ ଆମେ ପୁରୀ ଆସିଛୁ ବୁଲିବାକୁ, ମାନେ ଆମର ସୌଭାଗ୍ୟର କଥା। ତ ବହୁତ କମ୍ ସମୟ ମଣିଷ ଲାଇଫ୍ରେ ଏମିତି ଆସେ ଯେ ଏଇ ଟାଇମ୍ରେ ମଣିଷ ପୁରା ବିଶ୍ୱ ବ୍ରହ୍ମାଣ୍ଡର ଭଗବାନଙ୍କୁ ଦେଖିବାକୁ ଆସନ୍ତି, ଯେ ସ୍ୱୟଂ ବିଷ୍ଣୁ ଯେ ମାନେ ସୃଷ୍ଟିକର୍ତ୍ତା ଜଗନ୍ନାଥଙ୍କୁ ଦେଖିବାକୁ ଆସିଛୁ। ତ ସମସ୍ତେ ଆମେ ବୁଲାବୁଲି କରୁଛୁ ଏବେ ପୁରୀରେ। ତ ବହୁତ ବଢ଼ିଆ ଲାଗୁଛି ଜଗନ୍ନାଥ ଦର୍ଶନ କରିକି। ଆଉ ନିଜକୁ ଗର୍ବ ଫିଲ୍ ହେଉଛି ଯେ ଆମେମାନେ ଜଗନ୍ନାଥ ଧାମକୁ କେତେ ଆସିପାରୁଛେ ଭଗବାନଙ୍କର କୃପା ପାଇଁ। ତ ଏବେ ଜଷ୍ଟ ବାବା ବୋଉ ସେଠି ଖିଆପିଆ କରୁଛନ୍ତି ଭାଇ ହେରିକା। ତ ମୁଁ ସେମାନେ ଛାଡ଼ି ସାରିଲା ପରେ ସେମାନେ କାଲି ମନ୍ଦିର ବୁଲିଥିଲେ। ତ ଆଜି ଯିବି ମୁଁ ମନ୍ଦିର ବୁଲିବାକୁ। ଆମେ ଫଟୋ ସମସ୍ତେ ପୁରା ଉଠେଇଥିଲୁ, ଫ୍ୟାମିଲି ଫଟୋ। ତ ଏଇଟା ମନ୍ଦିର ସାମ୍ନାରେ ଥିଲା ଫଟୋ। ପରିବାର ଅଛି ତ ସବୁ କିଛି ଖୁସି ଅଛି। ଯେମିତି ପ୍ରଭୁ ଜଗନ୍ନାଥ ନିଜ ଭାଇ ଭଉଣୀ, ନିଜ ସ୍ତ୍ରୀ ସମସ୍ତଙ୍କ ସହିତ ମନ୍ଦିରରେ ରହୁଛନ୍ତି, ସେମିତି ଆପଣ ବି ଆପଣ ପରିବାର ସହିତ ରୁହନ୍ତୁ। ନିଜ ବାପା ମା ଭାଇ ଭଉଣୀ ନିଜ ପରିଜନ ସହିତ ପରିବାରରେ ଖୁସି ନିଅନ୍ତୁ। ସେଇଟା ହିଁ ସଂସାରରେ ବହୁତ ଭଲ ଖୁସି ଥାଏ। ସକାଳୁ ଯାଇଥିଲା ବୁଲିବାକୁ, ପ୍ରସାଦ କିଣିବାକୁ, ଭୋଗ କିଣିବାକୁ। ତ ଏ ବ୍ୟାଗ୍ଟା ଭାଇ କିଣିଲେ। ତ ଆମେ ତ ଆସୁଛୁ ହୋଟେଲକୁ ଆମର। ତ ଏମାନେ ସବୁ ବାପା ବୋଉ ଏମିତି ସବୁ ଭାଇରେ ପଳେଇବେ। ତାପରେ ମୁଁ ଯିବି ମନ୍ଦିର ବୁଲିବାକୁ। ସମସ୍ତେ ପୁରା ଚାଲିଲେ। ଏବେ ବାପା ବୋଉ ଭାଇ ଭାଉଜ ମାଇଁ ସମସ୍ତେ ପଳେଇଲେ। ତ ମୁଁ ଏକୁଟିଆ ଯିବି ମନ୍ଦିର ଦର୍ଶନ କରିବି। ତ ଫ୍ୟାମିଲି ସହିତ ଟାଇମ୍ ସ୍ପେଣ୍ଡ କରି ବହୁତ ବଢ଼ିଆ ଲାଗିଲା। ଫାଇନାଲି ଯାଇଥିଲି ମନ୍ଦିର ଦର୍ଶନ କରିବାକୁ। ତ ଜଗନ୍ନାଥଙ୍କ ଦର୍ଶନ ହେଇଗଲା। ଆଉ ବହୁତ ବଢ଼ିଆ ଦର୍ଶନ ଥିଲା ଆଜି। କାହିଁକିନା ମାନେ ଗୋଟେ ମାନେ ସ୍ପେଶାଲ୍ ଡେ ଥାଏ ସବୁବେଳେ। ଯେମିତି ଆପଣ ଜନ୍ମଦିନ ଗୋଟେ ସ୍ପେଶାଲ୍ ଡେ ଥାଏ, ସେଥିପାଇଁ ଆପଣ କେତେ ଆଗ୍ରେସିଭ୍ ଥାନ୍ତି ଯେ କେକ୍ ଆସିବ, ଖାଇବା ପିଇବା ହବ। ସେମିତି ଆଜି ଭଗବାନଙ୍କର ଜନ୍ମଦିନ, ମାନେ ଯିଏ ସ୍ୱୟଂ ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷ, ତାଙ୍କ ଜନ୍ମଦିନ। ଆମ ଭିତରେ ବି ସେଇଭଳିଆ ଚିନ୍ତାଧାରା ରହିବା ଦରକାର ଯେ ମର୍ଯ୍ୟାଦା ପୁରୁଷଙ୍କ ଜନ୍ମଦିନ ମାନେ ବିଶ୍ୱ ବ୍ରହ୍ମାଣ୍ଡର ମାଲିକ ଯେ ତା ଜନ୍ମଦିନ, ଆମର ସେଇଭଳିଆ ଚିନ୍ତାଧାରା ରହିବା ଦରକାର। ବହୁତ ବଢ଼ିଆ ଲାଗିଲା। ଭାଗ୍ୟର କଥା ଜଗନ୍ନାଥ ମନ୍ଦିର ଏଇଭଳିଆ ଦିନରେ ଆସି ଦର୍ଶନ କରିବା। ଏବେ ବନେଇଦେଲି ଟିକେଟ୍ ଗୋଲ୍ଡେନ୍ ବିଚ୍ର। ତ କାଲି ଯାଇଥିଲେ ପରିବାର ସହିତ। ତ ଫାଇନାଲି ମୁଁ ଏକା ଯାଉଛି ଆଜି, କାହିଁକିନା ସରୋଜ ଭାଇ ଆସୁଛନ୍ତି, ତାଙ୍କୁ ୱେଟ୍ କରିବାକୁ ପଡ଼ିବ। ପରିବାର ଯେଉଁ ଖୁସି ଥାଏ ନା, ସେଇଟା ଆପଣଙ୍କ ଜୀବନରେ କେଉଁଠି ପାଇପାରିବେନି। ତ କାଲି ଯେଉଁ ଖୁସିଟା ଆମ ପରିବାର ଭିତରେ ଥିଲା, କାହିଁକିନା ଆମେ ରୋଜଗାର କରୁଛେ, ସବୁ କିଛି କରୁଛେ, କିନ୍ତୁ ପରିବାର ପାଇଁ ଟାଇମ୍ ଦେଉନେ। ତ ସେଇ ପଇସାର କୌଣସି ଭ୍ୟାଲ୍ୟୁ ନାହିଁ। ଯଦି ଆପଣ ଇନକମ୍ କରୁଛନ୍ତି ଆପଣ ପ୍ୟାରେଣ୍ଟସ୍ ପାଇଁ, ଆପଣ ପରିବାର ପାଇଁ, ଯଦି ଆପଣ ଟାଇମ୍ ଦେଇପାରୁନାହାନ୍ତି, ତାଙ୍କ ପାଇଁ କିଛି ଖର୍ଚ୍ଚ କରିପାରୁନାହାନ୍ତି, ତାହେଲେ ସେ ପଇସା ଇନକମ୍ କରିବାକୁ ସେ ଭ୍ୟାଲ୍ୟୁ ହିଁ ନାହିଁ। ତ ସମସ୍ତେ ନିହାତି ଭାବରେ କରୁଛନ୍ତି ଏସବୁ ଜିନିଷ, ଆମେ ଜାଣିଛେ। କାହିଁକିନା ଆମ ଓଡ଼ିଶାର ଗୋଟେ କଲଚର୍ ଅଛି, ଆମ ପିତାମାତାକୁ, ଆମ ଘର ପରିବାରକୁ ଆମେ ବହୁତ ଭଲ ପାଉ। ଯାହା ବି ଷ୍ଟ୍ରଗଲ୍ କରୁ ଆମ ପରିବାର ପାଇଁ ହିଁ କରୁ। ଏଇ ଗଛକୁ ଦେଖି ବହୁ ଜିନିଷ ଶିଖିବାର ଅଛି। ଦିନ ସମୟ ଥିଲା ଆର ଗଛ ଡାଳ ପତ୍ର ସବୁ କିଛି ଥିଲା, ପରିବାର ଥିଲା। ଦେଖନ୍ତୁ ଆଜି ତାର ପରିବାର ନାହିଁ, ନିଜେ ଆଜି ତା ଜୀବନ ଶେଷ ମୁହୂର୍ତ୍ତରେ ପହଞ୍ଚି ଯାଇଛି। ଆଉ ସେ ଗଛକୁ କେହି ପଚାରୁନାହାନ୍ତି। ସେମିତି ମଣିଷର ଏଇଭଳିଆ ହିଁ ସମୟ ଆସିବ, ଘର ପରିବାର ସବୁ ଜିନିଷ ଅଛି। ଏ ସଂସାରକୁ ଛାଡ଼ିକି ଯିବାକୁ ପଡ଼ିବ। ଆଉ ଏଇଭଳିଆ ଗଛର ପରିସ୍ଥିତି ହେଇଯିବ, ଏ ଦୁନିଆ ଥିବ ଦିନ ଆମେ ବି ଥିବୁ। ଆମେ ଯେଉଁ ଇଗୋ ଅହଙ୍କାର କରୁଛେ, ଆଟିଚ୍ୟୁଡ୍ ଦେଖାଉଛେ, ନିଜକୁ ଗୋଟେ ଗର୍ବ ମନେ କରି ଆମେ ଗୋଟେ ବିରାଟ ଲୋକ ଭାବୁଛେ, ସବୁ ଜିନିଷ ଧୂଳିସାତ୍ ହେଇଯିବ ଏଇ ଗଛ। ତ ଲୋକମାନେ କୁହନ୍ତି ବାଲିରେ କିଛି ଗଛ ହବନି, କେବଳ ଝାଉଁ ଗଛ ହବ। ଦେଖ ଏଇଠି ନଡ଼ିଆ ଗଛ କେତେ ହେଇଛି, ବହୁତ ସାରା ନଡ଼ିଆ ଗଛ ହେଇଛି, ଯେଉଁଟା ପସିବଲ୍। ଯଦି ଆପଣ କରିବାକୁ ଚାହିଁବେ ତ ହେଇପାରେ ନିଶ୍ଚିତ। ତ ଫାଇନାଲି ପୁରୀରେ ବୁଲାବୁଲି ସରିଗଲା। ତ ଏବେ ପଳେଇ ଯିବା ଭୁବନେଶ୍ୱର। ତ ମୁଁ ଆସିଗଲି, ପହଞ୍ଚିଗଲି ଏଇଠି ପୁରୀର ବାଇପାସ୍ରେ। ଏଠୁ ପୁରା କଟିକି ପାଖାପାଖି 60-70 କିଲୋମିଟର ଯିବାର ଅଛି। ଥ୍ୟାଙ୍କ ୟୁ, ଭିଜିଟ୍ ଏଗେନ୍ ପୁରୀ। ଖାଇବା ଆସିଗଲା, ରୁଟି, ଏଇଠି ରହିଲା ପନିର କରି। ବହୁତ ସାରା ଝାଡ଼ୁ ଅଛି, ତ ଗୋଟେ ଝାଡ଼ୁ ନେଇଯିବା ଘର ପାଇଁ। ଫାଇନାଲ ଆସି ପହଞ୍ଚିଗଲି ଭୁବନେଶ୍ୱରରେ। ଏଇଟା ହେଉଛି ବରଗଡ଼ ହାଟ। ତ ଏଇଠୁ ପ୍ରଭାତ ବାବୁଙ୍କୁ ନେଇକି ଯିବା ରୁମ୍ ନେଇଯିବା। ଅଙ୍ଗୁର ଆଜି ଓଷା ହେଉଛି ରାମନବମୀ। ରୁମ୍ରେ ଆସି ପହଞ୍ଚାଇଥିଲି 4ଟା ବେଳେ। ତ ରୁମ୍ରେ ବହୁତ ସାରା କାମ ଥିଲା, ମାନେ ଘାସ ଫାସ ଆମ ଘର ସାମ୍ନାରେ ହେଇଯାଇଥିଲା। ପ୍ରଭାତ ବାବୁ ମୁଁ ମିଶିକିରି ପୁରା ଘାସ ଫାସ ପୁରା ଅଧଘଣ୍ଟା ଘଣ୍ଟେ ପୁରା ସଫା କଲୁ ସବୁ। ତାପରେ ମୁଁ ଯାଇଥାନ୍ତି ସେଠି ରୁକୁଣ ରଥ ଦେଖିବାକୁ। ଆଉ ସରୋଜ ଭାଇ ଆଉ ସେ ଶାନ୍ତନୁ ଭାଇ ଆସିଥିଲେ, ସେ ତାଙ୍କର ଗାଁକୁ ପଳେଇଲେ। ତ ମୁଁ ବାହାରି ଆସିଲି ଡ୍ୟୁଟିରେ, ପାଖାପାଖି 2-3 ଘଣ୍ଟା ଡ୍ୟୁଟି କରୁଥିଲି।
तो एवं मुझे आचार्य विहार रात 10टा हो गला तो मैंने आउ इच्छा होनी कम कर सेपटे पूरा काली व्यस्त थी पूरा ठाकुर दर्शन कर खरा बेले रिटर्न करी बहुत सारा था तो एमती आसली 2-3 घंटा कम करी बहुत भल लगे तो भावुँ अभी रिटर्न पड़ेबी रूम को रेस्ट भी नवा बहुत दरकार कहीं सकाल पुणी काली कम अच्छी एडिटिंग कर बहुत सारा कम अच्छे तबे अच्छे आचार्य विहार बस स्टाण्ड तो ये जाऊँ पड़ेबी रूम टाइम आसी गला रात 11टा तो मुझे आसुली बाटर से होता रामनवमी से प्रसाद मिलला खाईदेली आधा घंटा ठाकुर भजन शुणी बेस रूम में पहुँचली तो चलतु शोवा निद लगे बहुत जोर आउ एडिटिंग करार अच्छी तो चलते आज ब्लॉग से रखा आई होप आप वीडियो पसंद आसता लाइक करदे चैनल जब नुआ सब्सक्राइब करदे देखा पुणी आप नुआ ब्लॉग्स थैंक्स फॉर वाचिंग माय ब्लॉग्स बाय।